कहीं भाई खो पचार दियो भाई तुम तो पचार लोग आमर सांग लोग आउ पचार पचार हे सब माँ माने रजस्वला हुअन्ति हां शुद्ध स्नान करी प्रीति दान दियन्ति हां को माँ एक रजस्वला थिला केत गोटी पुत्र से जन्म देला से मानको किए आसी पथ कला रजस्वला सिंधिया पचार भाई अरे मो सांग रो कजा करी तू कोन भूत जानू सांग कथा न कहि पाले मत मो सांग भाई ना आउ तू कौन जान रे मूर्ख बाया तू कौन जान हौ ठीक है धन्यवाद भाई एले गाउ एवेले गाउ जगह टिके टिके ना हौ धन्यवाद बोलो बा बोलो बाप वंदना डेल बोलो गोटे वंदना बोले गाइबी ना एडी आपन बाप तो टिके प्राण सजनी रे आज न जानी मो पीर काले प्राण सजनी रे न जानी मो पीर काले नंद पुआ फांदे पड़ी नंद पुआ फांदे पड़ी महतम सारिली न जाने मो पीरा काले प्राण सजनी रे न जाने मो पीरा काले प्राण सजनी रे न जानी मो पीरा काले से जे रसी कराज तांक मुहे नाही लाज से जे रसी कराज तांक मुहे नाही लाज प्रीति होइଥାଏ सज प्रीति होइଥାଏ सज फुंकी देई मोराले न जाने जाने मो पीरा काले प्राण सजनी रे न जानी मो पीरा काले प्राण सजनी रे न जानी मो पीरा काले प्राण सजनी न जाने मो पीरा काले नाही तांक दिबाराती मो साथे कले पीराते नाही तंक दीवानाती मो संगे कले पीरती नाही तांक दिबाराती मो साथे कले पीराते नाही कि मु जानिथिली ଏହା कि मु जानिथिली एथर मु जानिली रे न जानी मो पीरा काले प्राण सजनी रे न जानी मो पीरा काले प्राण सजनी रे न जानी मो पीरा काले प्राण संगत रे न जानी मो पीरा
ভাসই দে রে মা কৃষ্ণ মতে কহি রাধা কৃষ্ণ ভাসই রাম কৃষ্ণ মতে কহি রাধা কৃষ্ণ যমুনা তীরে শ্যাম যমুনা তীরে শ্যাম শ্যাম কো মো ভেটিলি ন জানি মো পীরাতি কালে প্রাণ মিতানি রে ন জানি মো পীরাতি কালে প্রাণ সজনি রে ন জানি মো পীরাতি কালে ସୁନ୍ଦର କଣ୍ଠ ମୋ ଭାଇଙ୍କର ପିଲାଦିନୁ ଭେଟ ଥିଲେ ମଧ୍ୟ ଏବେ ମଧ୍ୟ ସେମିତି ଏକା ଚାଲିଛି ଆନନ୍ଦ ସବୁବେଳେ ଦେଖିଲେ ଆମେ ଯୋଉଠି ଦେଖା ଦେଖିଲେ କଥାବାର୍ତ୍ତା ଭାଇଙ୍କର ସୁନ୍ଦର ପ୍ରଶ୍ନ ଅଛି ରଜବତୀ ହେଇଛି ପିଲା ଜନ୍ମ ହେଇଛି ମା ମାନେ ରଜସ୍ୱଳା ହୁଅନ୍ତି ହଁ ଶୁଦ୍ଧ ସ୍ନାନ କରି ପ୍ରୀତି ଦାନ ଦିଅନ୍ତି ମାଗିଟା ଧରି ମା ଏକ ରଜସ୍ୱଳା ଥିଲା ହଁ କାହା ସହିତ ସିଏ ପ୍ରୀତି କଲା ଶୁଣେରା କେତେ ଗୋଟେ ପୁତ୍ର ସିଏ ଜନ୍ମ ଶୁଣେରା କେଡ଼େ କାଉଳିଆ ମାଗିନାହାନ୍ତି ଆଉ ଘରୁ ହେଲେ ଯାଇଥା ତୁ କଣ ଯାଇଥାନ୍ତୁ ଆଉ କଣ ଡେଞ୍ଜର କେସ୍ କଲା ଗୋଟେ ଅଠିକିଣିଆଟା ଏଇଟା ହେଲେ ଶୁଦ୍ଧ ସ୍ନାନ କଲେ ହଁ ଅଯୁଗ୍ମ ଦିବସରେ କରିଥିଲେ ପ୍ରେମ ଜାଣିବ ତା ଗର୍ଭରୁ ଝିଅ ହୁଏ ଜନ୍ମ ହଁ ଯୁଗ୍ମ ଦିବସରେ ଯେବେ କରିଥିବ ପ୍ରୀତି ଜାଣିବ ତା ଗର୍ଭରୁ ପୁଅ ଉତପତି ଆଚ୍ଛା ରଜବତୀ ସଙ୍ଗେ ଯେବେ କରୁଥିବ ପ୍ରେମ ତାଠାରୁ ନଷ୍ଟ ପୁରୁଷ ହୋଇଥାଏ ଜନ୍ମ ହଁ ଅସୁର ହବ ହଁ ଚୋର ହବ ହଁ ଡକାୟତ ହବ ଗୁଣ୍ଡା ହବ ହଁ ବଦମାସି ହବ ହଁ ଯୋଉଟା କି ଆମେ ସୋଦ ଓଡିଆରେ କହନ୍ତି ସଂକ୍ରାନ୍ତିଆ ପିଲା ହଁ ନା ନାଇଁ ଭାଇ ମା ସିନା ଶୁଦ୍ଧମତୀ ହେଲେ ହଁ ସୁନ୍ଦର ଛୁଆକୁ ଦିଏ ହଁ ଆଚ୍ଛା ପୃଥିବୀ ପୃଷ୍ଠରେ ହଁ ଯଦି ପାଣି ଅଛି ବିହନ ବୁଡ଼ିବା କଣ ହବ ଭାସିଯିବ ଭାସିଯିବ ଯଦି ଲହରୀ ଯଦି ଅଳ୍ପ ପାଣି ଥିବ କାଦ ଥିବ ତାରେ ବିହନ ବୁଣି ଦେଲେ କଣ ହବ ପଚେକା ହବ ପଚେକା ହେଇଯିବ ଯଦି ଅଧେ କଞ୍ଚାକୁ ଅଧେ ଶୁଖିଲା ବାଟି ଥିବ ବିହନ ବୁଣିଲେ କଣ ହବ ଗଜା ମରୁଡ଼ି ଗଜା ମରୁଡ଼ି ହବ ଏଣୁ ଚଷା କଣ କରେ ଖରୁଡ଼ି ଚାଷରେ ବିହନକୁ ମାରେ ପାଗ ଦେଖିକିରି ଏଡେ ଏଡେ ମୋଟ ମୋକା ନାରୀର ସୁଦର୍ଶନ ହେଲା ସାତ ହଉ ବୁଝେଇ ଦେବା ହଁ ହଁ ଟିକେ ବୁଝେଇଲ ଆର ବୁଝେଇଲ ତ 11ଟା ଅଧେ ପିଲା ସିଏ ବୁଝି ପାରିନଥିଲା ଜନ୍ମ କରିଦେଇଥିଲା ହଁ ଅଧୁରେ ଅଧୁରେ ଅଛି ମୁଁ ଜାଣିଛି ହଁ କୁହ ବୋଇଲେ ଇଏ ସୁରାଟ ପଡିଲୁ ଗୁରୁ ଆଧୁରେ ମୋ ସମୁଦାୟ 2ଟା ପିଲା ଜନ୍ମ କରି ଏ ସମୁଦି 7 9 ସୁଦର୍ଶନ 7 ହଁ ଆଗ କାଳରେ ଅନନ୍ତ ସତ୍ୟ ଯୁଗରେ ଥିଲା 7 ତାପରେ ସତ୍ୟକୁ ଆସିଲା 5 ତ୍ରେତୟାରେ ହେଲା 4 ଦ୍ୱାପରରେ ହେଲା 4 କଳି ଯୁଗରେ 3 ଦିନ କିନ୍ତୁ ଏବେ ଯୋଉ ଦିନ ସେଦିନ ହେଇଗଲା ସଜଗା ଧୁଆ ସୁରଥ ଯିବା ସ୍ୱାମୀ ସହିତ ଗଲେ କିନ୍ତୁ ଦୋଷ ନା ନାହିଁ ଆଉ ମାର୍ଜରା ସମର ମହାଘୋର ଧରା ଧରି ହେଲେ ସହଦର ନିଜର ଜନନୀ ରଜବତୀ ନିଜର ଜନନୀ ଦୁଃଖମତୀ ଭାରି ଯା ହଇଲେ ରଜବତୀ ଯୁଆଡେ ଗଲେ ବେକରେ ପଡିବ କାତି ନାରୀ ରଜବତୀ ହେଲେ କୁଆଡେ ଯିବନି ମା ଦୁଃଖରେ ମନ କରି ଦୁଃଖ ଥିବ ବୋଲେ ଯିବନି ବିରାଡି ଗଣ୍ଡଗୋଳ କଲେ ଯିବନି ଦି ଭାଇ ମାଡଗୋଳ ହଉଥିଲେ ଯିବନି ଶାସ୍ତ୍ର ଲେଖିଲା କିନ୍ତୁ ଭାଇ ଏ ନାରୀଟା କିଏ ସୁଦର୍ଶନ ନ କରି ମଧ୍ୟ ସ୍ୱାମୀକୁ ପ୍ରେମ ଦାନ କଲା ଯୁଗ୍ମ ଅଯୁଗ୍ମଟା କୁହ ବା ସୁଦର୍ଶନ ହେଲା 7 7 9 11 13 ମାର ବିକଶିତ ପଦ୍ମ 4 ଦିନ ଥାଏ ଆଚ୍ଛା 14 ଦିନ ଯାକେ ରହିବ 7 ରୁ 14 7 9 11 13 ଏ 4 ଦିନ ନାରୀ ସହିତ ସହବାସ କଲେ ଝିଅ ଜନ୍ମ ହବ ଏଇଟା କଣ 8 ଅଯୁଗ୍ମ 8 10 12 14 ଏ 4 ଦିନ ସହବାସ କଲେ ପୁଅ ଜନ୍ମ ହବ ହେଲେ ଆଜ୍ଞା ଏଟା ଶାସ୍ତ୍ର ଲେଖିଛି ହଁ ଆଜ୍ଞା क्या अरे मु ओडिया चोबेवा काम पिन नहीं काई भाई आज्ञा ओ
ତମେ ନାଟକ କରିବାର କେତେ ବର୍ଷ ହେଲା? 41 ବର୍ଷ ହେଲା। 41 ବର୍ଷ ହେଲା। ହଁ। ବିବାହ ହେବାର? ବିବାହର 37 ବର୍ଷ ହେଲା। ହେଲେ ଆହୁରି 4 ବର୍ଷ ଆଗରୁ ପୁରାଣ ଗାଉଛି। ନାଟକ କରୁଛ? ହଁ। ଗାଜି ଶୁଣେଇ ହୁଏ ନା? ମୁଁ ଧୀରେ କହୁଛି ଧୀରେ ହଁ କି ନାଇଁ କର। ଜାଣିଛ? ହଁ। ପୁରାଣ ଜାଣିଛ? ପୁରାଣ ପଢନି ଆଉ ବାହାଳି ଆଉଛି କି? ଗାଁ ଗାଁ ବୁଲି ପିଲା ଦିନ ଆଇଛି ରେ ହଁ ବାପ। ହେ କାଇଁ ଶୁଣେଇ ହଉଛ? ମୁଁ ଧୀରେ କହିଲେ ଆଗେ ରାଣ୍ଠି ହଉଛି। ହଁ ମୁଁ ଧୀରେ ରହିଲି କହ। ଗାଁ ଗାଁ ବୁଲି ବୁଝଉଛ? ବୁଝଉଛି। ସବୁ ଜାଣିଛ? ହଁ। ହେଲେ ଆଜ୍ଞା ଓ ତମେ ତ ଏତେ ଜାଣିବାର ଲୋକ, ତମର କେମିତି 3ଟା ଝିଅ ହେଲା? ନା ଜାଣିବା ଲୋକ ଗାଁ ଗାଁ ବୁଲି ବୁଝଉଛ, ହଁ ତମର କେମିତି 3ଟା ଝିଅ ହେଲା? ମାଷ୍ଟର ବାବୁ ମତେ କହିଲେ ବେଲେ ଆଉ କାହାକୁ ପଚାରିବା? ମୋ ଧନରେ ଶୁଣେ ଶୁଣେ ଆଜ୍ଞା ମତେ ସମୟ ନାହିଁ ବିଷୟ ବୁଝିବାକୁ। 2 ପଦ ବୁଝଉଛି ବୁଝିଯା। ହଁ ବୁଝ। ଆରେ ସନ୍ତାନ ହେଉ ବୋଲି କିଏ କାହା ସଙ୍ଗରରେ ଦିନେ ନ କରିଛି ପ୍ରେମ। ନାରୀ ପୁରୁଷର କୌତୁକରେ ପୁଅ ଝିଅ ହୁଏ ଜନ୍ମ। କିଏ ପୁଅ ଝିଅ ପାଇଁ କିଏ ପ୍ରେମ କରିନି ନାହିଁ। ନାରୀ ପୁରୁଷର କୌତୁକ ମିଳନରେ ସନ୍ତାନ ଜାତ ହୁଏ। ହରେ ବାପ ଆଜ୍ଞା ଆମ ସମୁଦ୍ରୀ କି ଆଲିପୁର ଗୋସେଇ ପଚାରିଲା ଆମ୍ବ ବେପାରୀ ବୋଇଲା ମଙ୍ଗୁଳୁ ଏ ଗୋସେଇ ନଗଦ ନା ଧରିଗଲା। ତମେ ତ ନାଟକ କରି ସବୁଦିନ ଯାଉଛ। ସେତେବେଳେ ଆମର ବହଣା ଆଜ୍ଞା 28 ଦିନ 32 ଦିନ ନାଟକ ହଉଛେ ଦିନରେ ରାତିରେ। ବୋଲେ ଆକୁ ଇଏ ଜାଣିପାରିଲାନି ଛନ୍ଦୁଟା। ବୋଇଲା ହଏ ମଙ୍ଗୁଳୁ ତମେ ତ ସବୁଦିନେ ରାତି ଦିନ ନାଟକ କରି ଗଲ, ତମର ଯୋଉ 6ଟା ପିଲା ହେଲା କେମିତି ହେଲା? ଇଏ ତାଟକା ମୁଁ ତାହେଲେ ମୁଁ କାଣେ ହଁ କଲୁ ମହାପ୍ରଭୁ ସେ ନକୁ ସିଏ ତ ଆଡ଼ୁଆଗିରି ତତେ କହିଲାଣି। ତମେ ତ ଇଏ କହିଲା ହଁ ଯାଉଛୁ ଆଜ୍ଞା ସବୁଦିନ ନାଟକ କରିବାକୁ। ଆଉ ବୋଲେ ତମ ନାଟକ କରୁଛ ତମର ପିଲା କେମିତି ହୋଇକି ଏ ସ୍ୱାମୀକୁ ଦେଲା ପ୍ରେମ, ସେ ପ୍ରେମରୁ କେତୁଟା ପୁଅ ହେଲେ ଜନ୍ମ। हे पंडित वर्ग माने पुराणे लक्ष्य कर कश्यप मुनि को 13 भारी जा सत्वर। कश्यप मुनि कर हटे 13 नारी जाक हे अत्यंत सुंदरी। कद्रु ठारू सर्पकूल होइले जन्म, बिनता ठारू पक्षी कूल हेले जन्म, अरिष्टा ठारू माछ जाति हेले जन्म, दनु नामे कन्या पुणी होइले जन्म, जो दनु कन्या रजवती होई। कश्यप मुनिवर को प्रेम मागई, कहिले मुनिवर तू ही पुष्पवती, मो संगे केमते तू करिबु पिरती। सुदर्शन कले छुआ भल हेब, एणु करी तोर मोर न होइब भाव। अली करिबारु दनु नामे सुंदरी, ए कोले धरी प्रेम ऋषि माथि करी। दानव कुल तहि होइले जन्म, असुर को देवता पुणी देले मारिण। एटा हब कि भाई? सियाड़े गले मोर नाही तो मन, आउ केउ बागरे बुझाई दियो तो। तेबे मन दे सुन मोर भाई एथर, कहिबा रजवती नारी कारोबार। ब्रह्मांकर पुओ पुणी वशिष्ठ होइले, अरुंधति हाड़ियाणी कन्या विवाह हेले। तांको ठारू जन्म हेले, तांको ठारू जन्म हेले पुणी शक्ति मुनि। शक्ति मुनि बा हेले गोटिए जो केलुणी। शक्ति मुनि जो केलुणी ना बा हेले, दैवर से दिन संध्या बेल हेछि रजवती हेछंती किए ना जो शक्ति मुनि भार्या जो केलुणी केलुणी से केलुणी रजवती से दिन थिले होई। शक्ति मुनि को प्रेम दान मागिले चांद मुहि, मना करी करी पुरिए प्रेम संगे कले दनु दानव तैरु जन्म हेले। सियाड़े गले हबनी भाई ना, आउ को बागरे थिले बुझाई दियो। ये बोपा केला रे कत ताले निकोसा रजवती पुणी थिला होई, कुंभकर्ण पुओ तहिरु जन्म होई। ये दिगरे कहिले कि हे पाइब मन, सियाड़े गले भाई ना हबनी आका। हबनी आका मो कथा सरीगला रे बोपा। दनु दानव कइल हेलानी, ताला रजवती के निकोसा हेलानी नहीं नहीं पूरा नहीं बाहर कोड़ा हब
ଆଗେ ଦାସ ରାଜାଙ୍କର ଝିଅ ନାମ ତା ସତ୍ୟବତୀ ନାବରେ ବସିଲେ ପୁଣି ପରାଶର ଜ୍ୟୋତି ଆଗେ ବିଜୟୀ ବୀରବର ବାରେ ଶ୍ରବଣ କର ହେ ବିଜୟୀ ବୀରବର ସତ୍ୟବତୀ ନାମେ କେଉଟଙ୍କର ଝିଅ ନାବ ସେଦିନ ଗଙ୍ଗା ନଦୀରେ ବାଉଛନ୍ତି ଆୟ ଅବିବାହୀ ସତ୍ୟବତୀ ନାବ ବାଉଛନ୍ତି ଆସୁଛି ଝିଅ ଅବିବାହୀ ସତ୍ୟବତୀ ନାବ ବାଉଛନ୍ତି ନାବରେ ବସିଲେ ପରାଶର ଜ୍ୟୋତି ଆଉ ବାତ ଘାତେ ଉଡ଼ିବାରୁ ସୁଜିନ ବସନ ଯୌବନେ ମୋହିତ ପୁଣି ହେଲେ ତ ପଧନ ଆଉ ଶୃଙ୍ଗାର ମାଗିଲେ ସେ ପରାଶର ହେ ବିଜୟୀ ବୀରବର ମୋର ଉତ୍ତର ହେ ବିଜୟୀ ବୀରବର ଶୁଣ ମୋର ଉତ୍ତର ହେ ବୀରବର ଶୁଣ ଶୁଣ ଉତ୍ତର ହେ ବୀରବର। ଆଚ୍ଛା ବାବୁ ଏଟା ବ୍ୟାସଜନ ହେବେ କି ହେଲେ ହବନି ହବନି ଦେଖିଲ ମୋର ମନଟା ଟିକେ ଉଣା ଥିଲା ସମସ୍ତେ ହଁ କଲେ ତ ମୁଁ ଗାଇଦେଲି ପିଲା ଡେଇଁ ପଡ଼ିବ ବୋଲି କିଏ ହେଲେ ଗୋଟେ ଦୁଆରି ନା ହେଲେ ମୁଁ ଭାବିଲି ଡେଇଁ ପଡ଼ିବ ପିଲା ହେଲାନି ଆଗରେ ଆଉ ଗୋଟେ କହିବି କହିନେବି ଆଉ ଏଥର ଅମଡ଼ା ଚାଲିଲା ଏଥର ବାଲିସିରାଠୁ ସିଆଡ଼େ କର୍ଣ୍ଣଳୀ ବନ୍ଧ ଯିବ ହୋମୁଆଡ଼େ ଯିଏନି ନା ଯଦି ଇଚ୍ଛା ହେଲା ବେଳେ ସେ ସୌଡ଼ା ଆଡ଼େ ପଳାଅ ଆଉ ରଜବତୀ ହୋଇ ପୁଣି କେବଳ ନାରୀ ପ୍ରେମରୁ ଜାତ ହେଲା ପୁଅ ପୁଅ ତାହାରି ପୁରାଣଟା କହିଦେବି ଭାଇ ନା ମୁରାସୁର ହବ କି ନା ନା ପୁରାଣଟା କହିଦେବି କାହିଁ କୁହନ୍ତି ଅଗ୍ନି ପୁରାଣଟା ଦେଖ ଅଗ୍ନି ପୁରାଣ ଏଇଟା ବାଇ ଧାଲିରେ ଶଳା ନାଟ କରି ଆଇଛି ମୋ ଦୁଲେ ସିଆଡ଼େ ସପୋର୍ଟ କରୁଛୁ କିଲୋ ହାଇଲାଇଟ୍ ହେଲି କ'ଣ ହେତୁ ନହେଲେ କ'ଣ ସପୋର୍ଟ କରିବୁ ହଁ ବେକାରିଆ ପିଲା ନାଇଁ ଗୁଣୁ ଅଗ୍ନି ପୁରାଣରୁ ଯେବେ ପଚାରିଛ ମୋତେ ମନ ଦେଇ ଶୁଣନ୍ତୁ ପୁଣି ହେ ସାଧୁ ସନ୍ଦେହ ରଜବତୀ କନ୍ୟା ଠାରୁ କେ ହୋଇଲା ଜନ୍ମ ତଇର କଥା ବାବୁ ହେ ମନ ଦେଇ ଶୁଣ ଅଗ୍ନି ଦେବତା ପୁଣି ଜନ୍ମ ଛନ୍ଦି ହୋଇ ତ୍ରିପୁରା ସୁର ମଧ୍ୟ ଜନ୍ମ ଅଛି ହୋଇ ସେ ତ୍ରିପୁରା ଚଣ୍ଡାଳ ମା ରଜବତୀ ଗୋଟିଏ ଜଗାଳି ଛୁଇଁ ଦେଲା ରାତି ସେ ପୁଅ ନାମ ହୋଇଲା ତ୍ରିପୁରାସୁର ତାକୁ ବଧ କରିବେ ଦେବତା ଶଙ୍କର ହେ ଭାଇ ଏଥର କି ମନ ପାଉଛି ନାଇଁ ଏଇଟା କୋଉ ସନ୍ଧିରେ ରହିଯାଇଥିଲା ଝିଅ ନହେଲେ ମୋଠୁ ଖସିବ କିଲେ ଝିଅ ଖସେଦାନି କୋଉ ସନ୍ଧି ଭିତରେ ରହିଯାଇଛି ମହାରାଣୀ ରହିଥ ଟିକେ ରଜବତୀ ହେଇଛି ସ୍ୱାମୀକୁ ପ୍ରେମ ଦାନ ମାଗିଛି ନାଇଁ କରୁ କରୁ ଦେଲେ ଆଉ ଏ ନାଇଁ କରୁଥିଲା ଯୋଉ ଗୋଇ ସାପ ଯାକ ଜନ୍ମ ହେବେ କି ମହିଷାସୁର ଜନ୍ମ ପୁଣି ଦେଉଅଛି କହି ସିଆଡ଼େ ଗଲେ ହବନି ଭାଇନା ଆଉ ପାଖରେ ଦିଅ କହି ଆଜ୍ଞା ମହିଷାସୁର କହିଲି ପାଉନାହିଁ ମନ ଆଉ ଗୋଟିଏ କଥା ମୁଁ ଦେଉଛି କହିଣ ଅଗ୍ନି ପୁରାଣରେ ପୁଣି କୋ ଝିଅ ଅଛି ରକ୍ତ ବୀଜ ନାମେ କି ଜନ୍ମ ହୋଇଅଛି এইটা অগ্নি পুরাণে লেখি অছি রক্তবিন্দু পড়িলে অসুর জন্মুছন্তি মা তার রজবতী স্বামী মাগে প্রেম
ନାଇଁ ସିଆଡ଼େ ଗଲେ ହବ ନାହିଁ ଭାଇ ନା ପ୍ରଥମରେ ମାକୁ ସଭାକୁ ଆଣିବ ମା ତ ପୃଥିବୀ ତାପରେ ଆଲୋଚନାକୁ ଯେ ଯିବ ମା ତ ପୃଥିବୀ କେତେ ପ୍ରକାର ଅଛି ତ ମା ମା ଅଛି ମା ଗୋଟେ ପୃଥିବୀ ମା ଗୋଟେ ଜଳ ମା ଗୋଟେ ଗୋମାତା ମା ସତୀ ମାନଙ୍କୁ ମା କୁହାଯାଏ ପୃଥିବୀ ମା ହେଉଛନ୍ତି ଗୋଟେ ମା ଏ ମା ମଧ୍ୟ ରଜବତୀ ହେଲେ ତାହିରୁ ମଧ୍ୟ ଜନ୍ମ ହୋଇଛନ୍ତି କିଏ ନା ବରାହ ରୂପରେ ତାକୁ ଆଣିଲେ ପଳେଇ ଆଇଲେ ମତେ ଆଗେ ଆଗେ ଡାକୁଛି ତମ କାନି ଅଛି ଏ ଭିତରେ ଭିତରେ ତୁ ଝିଅ ଯୋଉ ନାଶ କରିଦେଲୁ ଝିଅ ଲ ଝିଅ କେବେ ମୁଁ ଆଲୋ ବାୟାଣୀ ପୁରାଣ ଯାକ ଏମିତି ଗୋଟେ ବଣ ଅନେକ ଦିନ ପୂର୍ବରୁ ମୁଁ ପୁରାଣ ପଢିଛି ଦେଖୁ ଦେଖୁ ଏବେ 65 ଟପିବାକୁ ଗଲାଣି ବୁଢା ହେଲେଣି ମେମୋରି ମଧ୍ୟ ଫେଲ ହେଲାଣି ମାତ୍ର ଡେଟ୍ ଗଲାଣି ସିନା ରେଟ୍ ଅଛି ଆରେ ବାପ ଡେଟ୍ କଣ କହିଲୁ ଡେଟ୍ ଗଲାଣି ସିନା ରେଟ୍ ଅଛି ହଁ ରେଟ୍ ଅଛି ସମସ୍ତେ ମାନୁଛନ୍ତି ସୀମା ଆଣି ବୋଇଲେ ହବ ହଉଛି ମାନୁଛନ୍ତି ହେତୁ ଅଛି ନା हे पंडित वर्ग मरे पुराणे दिगलय पचारिले मो भाई पुणी सुंदर विषय थरे बाबू माने टिकिए करंदु लय कश्यप ऋषिंकर दुई नंदन हिरण्य कशपु हिरण्याक्ष दानम हिरण्याक्ष मारिबा पाई से नरहरी बराह रूप मो प्रभु थिले धरी हिरण्याक्ष महाप्रभु को मागी बर नीति मोर मा ठारू मु खाइबी क्षीर जो दिन मा मोर तो क्षीर न देव हे प्रभु मोर मरण हो हिरण्याक्ष वर मागी जो दिन मो मा मते क्षीर दौथिबो मारो अमृत एमती शक्ति अच्छी मोर मरण हबनी झी आ मलानी आकु मारिबा पाई ए बरा अवतार हेले महाप्रभु श्वेत बराह रूप हेले नारायण हिरण्याक्ष को मारिले जिमे हेले कोड रहिले अरे बरा अवतार होई तो नारायण पातालपुर को गले येथु आनंदरे पंडित मंडली पुराण शुणंतु भले सेई दिन पुणी पृथ्वी देवी होइछंती रजवती उपेन्द्र ठाकुर बराह मूर्ति तांको संगे कले प्रीति सासु काणी की बहु काणी लो ननंद आखि रे फुला तीन जण जाक चुना कुटी गले कासु न मिले कुला बल बल हने बे मोर कुआडे कोन हला तू कण सासु काणी की बहु काणी अरे से तो काणी ये तो काणी कुला क्या गुमियो रे सासुरा चालाकीटा है गाय छुली की चालाकीटा रे बेले हां सासु बोइला चालाकीटा केंदी बेले हां बेला जदी भलो बो पिलाटा आनिबी को दिन अलना हला नुनिया हला कहबी हां नहले काम कलनु से काम कलनु बेलु गोलनु एली कहबी हां कहले बेले काणी की बेसी जणा पड़ धीर बल काणी एली कयो हां हां जदी मोर बरे कांडे काणी थिबे लाभ हो की लाभ हो रे की लाभ बेले मासु मास आर 3000 तार 3000 तार 3000 कोन मिलियो ए भिन्नक्षम भर्ता बोली गोटे टेरी माइग्रेंट आनियो आउ पैसा मिलियो बायारे आज्ञा पृथ्वी रानी से दिन होई छंदी गर्भ रजवती बराह मूर्ति होछंदी नारायण के उपेन्द्र रूप अरे सुंदरी रूप सी रूप को देखिण महाप्रभु भूली गले पृथ्वी नारी की सेई दिन प्रभु तारे नारे करी देले तारे नारे बोले ये महाप्रभु पृथ्वी सहित मिसिगल ना नहीं तारे नारे बोले तू बुझी पालुनु तू इंग्लिश पढ़नु मु इंग्लिश पढ़ी एणु पृथ्वी सहित भाई बुझीगले पृथ्वी सहित जमी परिणय हो गला एणु बराह मूर्ति होई नारायण करुथिले जेबे प्रेम ताकर भौ पुणी केते केते पुणी घुसुरी होइले जनम बरा बणे रहिले से बारा आम पाखे रहिले घुसुरी एणु पृथ्वी जात कला खाली बराह देवता मानक
ଏମିତି ପ୍ରବଳ ହୋଇଲେ ଘୁଷୁରି ପାତାଳ କଲେ ଛାର ଖାର ଖୋଳିଲେ ମାଟିରେ ଭାଙ୍ଗିଲେ ଗଛରେ ଦେବ ମାନେ ହର ହର ତିନିଟା ପିଲା ଜନ୍ମ କରିବେ ସେ ତିନିଟା ପିଲା ଜନ୍ମ ବଂଶ ବଢିଗଲେ ବଂଶ ସେ ତିନିଟା ପିଲାକୁ ହଁ ଶିବଙ୍କୁ ମାରିବା ପାଇଁ ମୁଁ କହିବି କିନ୍ତୁ ଦେବତା ମାନେ ଡରିଗଲେ ପୁଣି ସ୍ତ୍ରୀକୁ କରିଲେ ସ୍ତୁତି କିଏ ହରାଇ ପାରିବ ପୁଣି ରେ ଦେବୀ ଦେବ ଲକ୍ଷ୍ମୀପତି କଣ ହେଲା ସରବ ରୂପକୁ ହୋଇ ପଶୁପତି ପାତାଳ ନଗରେ ଗଲେ ବରା ଅସଙ୍ଗରେ କେତେ ଦିନ ପ୍ରଭୁ ସେଇଟାରେ ରଣ କଲେ ଆଖୁବାଡ଼ ଖସ ଖାସ ହେ ଭାଇନା ଆଖୁବାଡ଼ ଖସ ଖାସ ଦେଢ଼ଶୁର ଡାକୁଛି ଭାଇ ବୋଉକୁ ଯେ ରମ୍ପା ରମ୍ପି ହେବା ଆସ ଦେଢ଼ଶୁର ଡାକିଲା ବେଲା ଭାଇ ବୋଉ ଆସ ତମର ମୋର ଟିକେ ଖୁମ୍ପା ଖୁମ୍ପି ହେବା ରମ୍ପା ରମ୍ପି ଖୁମ୍ପା ଖୁମ୍ପି ରମ୍ପା ରମ୍ପି ଆଜ୍ଞା ରମ୍ପା ରମ୍ପି ଦେଢ଼ଶୁର ଭାଇ ଭୟ ଲାଗିରେ ଧନରେ ଟିକେ ଅପେକ୍ଷା କରେ ସରବ ରୂପ ହେଲେ ମହାପ୍ରଭୁ ଆଠୁଟା ପାଦ ଆଠୁଟା କଣ ଉପରକୁ ଚାରି ତଳକୁ ଚାରି ସେ ରୂପରେ ଯାଇ ବରାହ ଠାକୁର ସହିତ ଯୁଦ୍ଧ କରି ତାର ତିନି ଗୋଡ଼କୁ ଶିବ ଦେବତା ମାରିଥିଲେ ଶିବ ମଧ୍ୟ ମାରି ପାରିଲେନି ଗୋଲକ ବୈକୁଣ୍ଠରୁ ଗୋଲକ ବୈକୁଣ୍ଠ ବିହାରୀ ଆଇକିରି ସେଦିନ ସରବ ରୂପ ନା ଶିବଙ୍କୁ ଶିବ ମାରି ପାରିଲେନି ଶିବ ନାଇଁ ସରବ ରୂପରେ ତମେ କହୁଛ ସିନା କିନ୍ତୁ ବରାହ ପୁଣା ଲେଖିଛି ଈଶ୍ୱରାକା ମାରିବେ ଏ ସରବ ରୂପ ମାନେ ସରବ ହେଲେ ଆଠ ପାଦ ଯିଏ ସିଂହକୁ ମାରିବାକୁ ତାର ଶକ୍ତି ଥାଏ ସେ ହେଉଛି ସରବ ସେ ସରବ ଅବତାରେ ବରାହ ଦେବତା ଠାକୁରକୁ ହରେଇଲେ ଏ ତାର ବଂଶଟାକୁ ନିପାତ କଲେ ଜାଣିଲେ ପୁଅ ଝିଅ ଯେତେବେଳେ ମଲେ ନାରାୟଣ ପାତାଳ ନଗରୁ ଆସିବେ ବୈକୁଣ୍ଠ ଲେଖା ହଉ ଠିକ ଅଛି ତମର ଟିକେ ଛାଡୁ ନହେଲେ ମୁଁ ଟିକେ ଛାଡୁ ପୁରାଣଟା ହେଲେ ତ ଗଲା ପୁରାଣ ତ କଥା ବଣ କଥା ହଁ ଆଉ କଣ ପଚାରିବ ପଚାର